ॐ नमो भगवते वासुदेवाय। ସେରକମ ପ୍ରଭୁପାଦଙ୍କ ଦିବ୍ୟ ଜୀବନରୁ ଗୋଟେ କଥା କହିବ। ପ୍ରଭୁପାଦଙ୍କର ଜଣେ ସନ୍ନ୍ୟାସୀ ଶିଷ୍ୟ ଥିଲା ଆମେରିକାନ। 26 ବର୍ଷରେ ସନ୍ନ୍ୟାସ ଦୀକ୍ଷା ନେଲେ। 26 ବର୍ଷ ମାନେ ଭେରି ୟଙ୍ଗ। 25 ପୁରୀ 26 ବର୍ଷ ସନ୍ନ୍ୟାସ ଦୀକ୍ଷା ନେଲେ। ଜଣଙ୍କ ପ୍ରଭୁପାଦ ଜାଣିଥିଲେ ସେଇଟା ଅଲଗା ବିଜ୍ଞାନ ସେ ପ୍ରଶ୍ନ ପଚାରିଲେ ଆମର ଅପରାଧ। 26 ବର୍ଷରେ ସେ ସନ୍ନ୍ୟାସ ଦୀକ୍ଷା ନେଲେ, ଦଣ୍ଡ ଧାରଣ କଲେ। ପ୍ରଭୁପାଦ ହରିନାମ ନେଇଛନ୍ତି, ଗାୟତ୍ରୀ ନେଇଛନ୍ତି, ସନ୍ନ୍ୟାସ ନେଲେ। ଥରେ ଭକ୍ତ ମାନଙ୍କ ମନରେ ପ୍ରଭୁପାଦ କହିଲେ ଯେ ତାଇୱାନର ରାଜଧାନୀ ତାଇପେରେ ଯେ ମତେ ଗୋଟେ ରାଧାକୃଷ୍ଣ ମନ୍ଦିର କରିବାର ସାହାଯ୍ୟ କରିଦେବ, ମୁଁ ତାକୁ ଭଗବତ ଧାମକୁ ନେଇଯିବାର ଦାୟିତ୍ୱ ନେବି। ବାହାର ଲୋକ ଭାବେ ପ୍ରଭୁ କଣ ବଡ ଇଏ ଅହଙ୍କାର ଫହଙ୍କାର କିଛି ନଥିଲା, ସେ ପ୍ରେମ ଭାବେ କହିଲେ କୃଷ୍ଣଙ୍କର ମୁଁ ତାକୁ ଦେବାର ନାହିଁ। ଏ ଟଙ୍କା ଶୁଣିଦେଲା ଆଉ କହିଲା ୟୁରେକା ମୁଁ ତ ଭଗବତ ଧାମ ଯିବି, ପ୍ରଭୁପାଦ ନିଜେ କରାଇନି, ତେଣୁ ଜନତନ ପ୍ରକରଣ ବେଗ ବରୋବର ଷ୍ଟିଲ୍ ମୁଁ ରାଧାକୃଷ୍ଣ ମନ୍ଦିର କରିଦଉଛି। ଯେହେତୁ ତମେ ଦେଖିବ କାର୍ତ୍ତିକ ମାସ ଆସୁଛି ଝିଅ ବୃନ୍ଦାବନ, ବିଶେଷ କରି ପାଶ୍ଚାତ୍ୟ ଲୋକଙ୍କର ଏଇ ଯୋଉ ସବୁ କ୍ୟାଲକୁଲେସନ ମ୍ୟାଟ୍ରିକ କ୍ୟାଲକୁଲେସନ କେମିତି ଆମେ କୃପାଟା ପାଇବୁ। ସେଥିପାଇଁ ରୂପ ଗୋସ୍ୱାମୀ ଲେଖିଛନ୍ତି କାର୍ତ୍ତିକ ମାସରେ ଭୀଷ୍ମ ପଞ୍ଚର ଯୋଉ ପଞ୍ଚୁକ, ଯଦି ଜଣେ ଯିବ ବିଶେଷ କରି କଳା ଗାଈ, ଯେକୌଣସି ଗାଈ ହେଲେ କଳା ଗାଈ, ପ୍ରଥମ ଦିନ ଗୋମୟ ଖାଇବ, ମାନେ ପାଟିଟା ତାର ମଳଦ୍ୱାର ପାଖରେ ଆଁ ବସିବ। ଯେତେବେଳେ ଗୋମାତା ଗୋମୟ ତ୍ୟାଗ କରିବ, ଗୋମୟଟା ପ୍ରଥମେ ଭୂପୃଷ୍ଠରେ ପଡିଆ ପୂର୍ବରୁ ବିଫୋରି ଟଚେଦି ସ୍ୱାସ୍ଥ୍ୟ ଦ୍ୟାର ଆଁ କରିବ, ଖାଇଦବ। ବା ସେଦିନ ଉପବାସ କେବଳ ହରିନାମ ନେଇକି ରହିବ। ତା ପରଦିନ ଗୋମୂତ୍ର, ଯଦି ସେ ତମ ମାଇଲା ଗୋଟେ ଗୋଇଠା ତମ ମୁଣ୍ଡ ପୁଣି ଯା ଚତୁର୍ଥ ତମେ ମିନିଟ ରହିବ। ତାପରେ ତାର ମୂତ୍ରା ସେବା ପାଟା ଆଁ କରି ବସିବ। ତାର ଫାଷ୍ଟ ସୂର୍ଯ୍ୟୋଦୟ ପରେ ଯୋଉ ମୁତ ସେଟା ଭୂମିରେ ପଡିଆ ପୂର୍ବରୁ ତମେ ପିଇଦବ। ରୂପ ଗୋସ୍ୱାମୀ ଲେଖିଛନ୍ତି, କମ କଥା ନୁହେଁ। ପ୍ରଥମେ ଗୋମୟ, ତାପରେ ଗୋମୂତ୍ର, ତାପରେ ଗୋରସ ମାନେ ଦୁଧ, ତାର ଯୋଉ ପନା ଦୁଧ ହଉଛି ପ୍ରଥମେ ବାଛୁରୀ ପାଇଲା ଆଗରୁ ଆଗ ତମ ପାଟିରେ ଆଗ ଇଏ କରିଦବ। ନାତ ଫାତ ଖା ଯାହା କର, ତମେ ବହୁତ ଦେଖୁଥିବ ବୁଝାର ପାଇବ, ନାତ ଖାଇବ କଣ ଇଏ କରିବ। ତାପରେ ଆଉ କିଛି ନାହିଁ। ତାପରେ ଗୋଦତି, ସେଇ ଗାଈର ଦୁଧର ଦର୍ଜି, ମାନେ ତମେ ପ୍ରଥମ ଦିନ ଦୁଧ ରଖବା, ଦ୍ୱିତୀୟ ଦିନ ତାକୁ ଦହି କରିଥିବ। ତାପରେ ଗୋଘୃତ, ସେଇ ଧର ପ୍ରଥମ ଦିନର ଦୁଧ ରଖି ତାକୁ ଲହୁଣୀ ମାରି ତାକୁ ଝିଅ କରି ରଖିବ, ଝିଅ ଗାଈର। ତା ପରଦିନ ଷଷ୍ଠ ଦିନ ବୈଷ୍ଣବ ବ୍ରାହ୍ମଣ ବୈଷ୍ଣବ ମାନେ ଯୋଉମାନେ ପ୍ରକୃତ ପରମାତ୍ମ ବ୍ରାହ୍ମଣ ବୈଷ୍ଣବ, ଯୋଉମାନେ ବୈଷ୍ଣବ ସେମାନେ ବୈଷ୍ଣବ ମାନଙ୍କୁ ମାନେ ପୁରା କ୍ଷୀରି ପୁରୀ ଇଏ କରି ସବୁ ଇଏ କରିବ। ଶେଷରେ ସେମାନଙ୍କ ଖାଇବ। ତାହେଲେ ତୁମ କୃଷ୍ଣ ପ୍ରେମ ପ୍ରତି ଗ୍ୟାରେଣ୍ଟେଡ। କାହିଁକି ନା ଏଟା ଗୋମାତା ପ୍ରତି କୃଷ୍ଣଙ୍କର ଅନାବିଳ ସମ୍ବୋଧର କୃଷ୍ଣ ଏମିତି କୃପା କରେ। କୃଷ୍ଣଙ୍କ ଲୋକ କୁହାଯାଏ ଗୋ ଲୋକ, କୃଷ୍ଣ କୁହାଯାଏ ଗୋବିନ୍ଦ, ଅର୍ଥାତ୍ ଗାଈ ମାନେ ଆନନ୍ଦ ପ୍ରଦାନ କରନ୍ତି, ଗୋ ଲୋକ। ସେଥିପାଇଁ ତମେ ଦେଖିବ ଯାଉଛ କେବେ ଇଣ୍ଡିଆନ ବହୁତ କମ ଦେଖିବ, ୱେଷ୍ଟର୍ଣ୍ଣ ମାନଙ୍କର କଣ ଆଡେ ସବୁ ଭାଡି ବାଡି ପ୍ଲାନ୍ କରି ଇଏ କରି ପଛେ, କିନ୍ତୁ ଏଇଥିରେ ବଡ ପ୍ରବୀଣ। କ୍ଷୀରେ ଗାଈ ପଛେ ସବୁ ଲାଇନ ଲାଗିଛି। ଦେଖିଲା ବେଳକୁ ଥରେ ମୁଁ କାର୍ତ୍ତିକ ମାସ ଗଲା ବେଳକୁ 10ଟା ଗୋରା ବାବା ଥିଲା ମୋର, 10ଟା ଗାଈ ପଛରେ ମଳଦ୍ୱାର ପାଖରେ ଆଗ। ମୁଁ ଯାଇଛି ଗୋଶାଳାକୁ ବୁଲିବାକୁ, ପ୍ରଭୁପାଦ ଜଣେ ଶିଷ୍ୟ, ସିଏ ଗାଈ ମାନଙ୍କର ସେବା ପାଇଁ ଗୋରକ୍ଷା ପାଇଁ ଗୋଟେ କରିଛନ୍ତି। ମତେ କହିଛନ୍ତି ପ୍ରଭୁ ପ୍ରଭୁପାଦଙ୍କ ସଙ୍ଗ ପାଇଥିଲେ, ଏଥର ମତେ ସାହାଯ୍ୟ କଲେ, ଏଥର ଆସ ଆମେ ଦେଖିବା ହେଇଥିଲେ। ସେ ମତେ ବୁଲିନି, ମୁଁ ଯଦି ଇମାନେ ସବୁ କଣ ବସେନି ଏଠୁ ଶୁଣୁଛନ୍ତି ତାପରେ ଏଇ କଥା ଦେଖା 10ଟା ଗୋରା, ଆମେ 2-3 ଜଣ ଜାଣିକି ତାଙ୍କ ନାଁ କହିବିନି, ତା ନାଁ କହିଲେ ଇଏ ଲାଗିବ। ଗୁରୁ 3 ଜଣ ଗୁରୁ ବି ତା ଦେହରେ ଅଛ, ସବୁ ଯାହା ହବ I don't have to tell that name because they made me this request me not to disclose that name. But I had seen, they are very prominent. One of them has fallen down, 2 are still there. But anyway, ସେ ସବୁ ଅପେକ୍ଷା କରି ବସନ୍ତି, ପୁରା କାଟିଟା ଦେଇକି ପୁରା ବାଲାନ୍ସ ମେଣ୍ଟେନ କରି ପୁରା ଗାଈଟା ଯେତେବେଳେ ବୁଲୁଛି ତାର ମଳଦାଟା ପଟେ ପୁରା ପିଣ୍ଡ ପକାଇଲେ। କାରଣ ରୂପ ଗୋସ୍ୱାମୀ ଲେଖିଛନ୍ତି ଏଇଟା ହବ, ମୁଁ ନିଜେ ଦେଖି ଆୟୁଛି
ସେ ରକମର ସେଟା ହଉଛି ଗୋମାତାର କୃପା। କୃଷ୍ଣ ଜାଣିଥିଲେ କିନ୍ତୁ ହବ, ଏଟା ବିଚାର କେନ ପୁରୁଷମୀ ରଖିନି, ଏଟା ସତ୍ୟ ରଖ ଜନମତରେ ସେମିତି କରୁନା, ଏର ମାଡ ଖାଇଲେ ହେଲା, ସେଥିପାଇଁ ପଶୁଥିଲେ ଦରକାର। ସେଇ ରକମର ଗୋଟେ ଅଛି ଗୁରୁ କୃପା। ପ୍ରଭୁପାଦଙ୍କ କଥା ଆମେ କହୁଥିଲେ, ପ୍ରଭୁପାଦ କହିଲେ ମତେ ଯିଏ ଏଇଟା ସାହାଯ୍ୟ କରେ ସେଇ 26,000 ଟଙ୍କା ଜିତିଲା ସନ୍ନ୍ୟାସୀ। ସିଏ ଗଲା କଣ କଲା ଭଗବାନଙ୍କୁ ଜଣା। ସେଠି ଜମି ଦାମ ବହୁତ, ଏକରେ କେତେ, ଗୋଟେ ଏକର ଜମି ଭାରତୀୟ ମୁଦ୍ରାରେ ବର୍ତ୍ତମାନ 100 କୋଟି ଟଙ୍କା। ଗୋଟେ ଏକର ମିନିମମ୍ 100 କୋଟି, ଏତେ କମ ସାଇତି ସାଙ୍ଗରାଜ ଭୋଜି ଆକର୍ଷଣ ଯୋଉଟା ଦାମ ସେଠି ସେଠି ସେ ଗୋଟେ ଲ୍ୟାଣ୍ଡ କିଣି, ଇଏ କିଣି ମନ୍ଦିର କରି ରାଜସ୍ଥାନର କାରିଗର ମାନଙ୍କୁ ନେଇ ରାଧାକୃଷ୍ଣଙ୍କର ମାର୍ବ କରି ପ୍ରଭୁପାଦ ଡାକିଲା ପ୍ରତିଷ୍ଠା କରି ଭାରି ଖୁସି ହେଇଗଲା। ବ୍ରହ୍ମାଣ୍ଡ ଚାଳିତ ଶକ୍ତି ଜଣେ ଘରେ ଜଣେ ଜଣେ ସେମାନେ ବ୍ରହ୍ମାଣ୍ଡ ଚାଳିତ ଶକ୍ତି ଧରୁଛନ୍ତି ଶୁଦ୍ଧ ଭକ୍ତ। ପ୍ରଭୁପାଦ ଅପ୍ରକଟ ହେଇଗଲେ, ଏ ସନ୍ନ୍ୟାସୀଙ୍କର ସନ୍ନ୍ୟାସିତ୍ୱ ବି ଚାଲିଗଲା। 28 ୟଙ୍ଗ ପିଲାଟା ତ ଆଶ୍ଚର୍ଯ୍ୟ ରହୁଛି, ମାୟା ପ୍ରବଳ, ମାନେ ସବୁ ତାର ଜପ ଛାଡ଼ିଦେଲା, ଭୟଙ୍କର ଭାବରେ ବେଶ୍ୟାସକ୍ତ ହେଇଗଲା, ଭୟଙ୍କର ଭାବେ ବେଶ୍ୟାସକ୍ତ ହେଇଗଲା। କେବଳ ଭେଜିଟେରିଆନ ନିରାମିଷ ଖାଏ ସେ ଯିବ, ନହେଲେ ପ୍ରସାଦ ନାହିଁ, ନିରାମିଷ ପିଆଜ ନ ପଡ଼ିକି ଗଲା, ଏବଂ ସ୍ମୋକିଂ ଡ୍ରଗ୍ସ ସବୁ ରକମ। ଏହା ଫଳରେ କ୍ୟାନ୍ସର ଠାରୁ ଆହୁରି ଇଏ ବ୍ୟାଧି ହଉଛି ଏଡ୍ସ। ଏଡ୍ସ ତମେ କିଛି ନଥାଇ ହେଇଯିବ, ଯୋଉଟା ପଇସା କରି ହେଇଯିବ ଯାଅ। ୟାର କିନ୍ତୁ ଏଡ୍ସ ହବା ପାଇଁ ରିଜିନ୍ ପୁରା ବେଶାସକ୍ତ ବିଭିନ୍ନ ଆଡେ ଯେମିତି ହେଲା ଜାଣିଲା ତାର ମୃତ୍ୟୁ ସମୟ ଆସିଗଲା। କିନ୍ତୁ ଯେତେବେଳେ ୟଙ୍ଗ ଥିଲା ବହୁତ କିଛି ଲସ୍ ଏଞ୍ଜେଲସ୍ କ୍ୟାନ୍ସର ବହୁତ ସେ କଷ୍ଟ କରି ଦେଇଛି, କୋଟି କୋଟି ନିଃସ୍ୱାର୍ଥ ଭାବ ସେଲ୍ଫଲେସ୍ ଆଣେ ଇଏ କରିବ ସାଙ୍ଗେ ସବୁ ଦେଇଦେବ। ପ୍ରଭୁପାଦ ଗୋଟେ ନୂଆ ପ୍ରଭୁପାଦ କହିଥାନ୍ତି, ଏ ବ୍ରହ୍ମଚାରୀ should not keep one ନୟା ପଇସା one spiritual development, otherwise you will be trapped by Maya। ତେଣୁକରି ସବୁ ଆଣି ଦେଇଛି କୋଟି କୋଟି ଟଙ୍କା। ଜାଣ ଲକ୍ଷ୍ମୀନାଥ ଟେମ୍ପଲ ଟା 50% କନଷ୍ଟ୍ରକ୍ସନ 80 ଲାଖ ଦେଇଛି। ସେଠି ଜଗନ୍ନାଥଙ୍କର ଅତି ଚମତ୍କାର ଦେଇଛ, ନବ ଜଗନ୍ନାଥ ପୁରୀ ନାଁ ଦେଇଛନ୍ତି ପ୍ରଭୁପାଦ। ତାର ପୁଣି ରିପେଣ୍ଟେନ୍ସ ଆସିଲା 40 ବର୍ଷ ମାନେ କେତେ ବର୍ଷ ଚାଲୁଥିଲି ମାନେ ତା ରିପେଣ୍ଟ ଆସିଲା, ମୁଁ କଣ ଥିଲି କଣ ହେଲି, ସେ ଆମେରିକା ଫେରିଗଲା। ଯେହେତୁ ସେ ମାନେ ବର୍ଷ ବର୍ଷ ଧରି ଏତେ ଟେମ୍ପଲ ଦେଇଥିଲା, ତାପରେ ପୁରା ଡିଭୋଟି ମାନଙ୍କୁ ସେ ନିଜେ ମେଣ୍ଟେନ କରୁଥିଲା କହିଲେ ଚଳେ, ପ୍ରାୟ 5-6 ବର୍ଷ ତାର ଅଣିଙ୍ଗରେ ମେଣ୍ଟେନ ହଉଥିଲା ସବୁ ଡିଭୋଟି, ଡ୍ରେସ ଖର୍ଚ୍ଚ ପ୍ରସାଦ ସବୁ ଇଏ ହଉଥିଲା। ତେଣୁକରି ସେମାନଙ୍କର ବି କୃତଜ୍ଞତା ଥିଲା। କିନ୍ତୁ ଏଡ୍ସ ରୋଗୀ ପାଖରେ ରହିବେନି, ତଥାପି ତାକୁ ଆଣି ମନ୍ଦିର ଗୋଟେ ସ୍ୱତନ୍ତ୍ର ରୁମ୍ ଏବଂ ପୁଣି ସେ ଚାଣ୍ଟିଂ ଆରମ୍ଭ କଲା। ଡକ୍ଟର କହିଲେ ଚେକୁ ଯଦି ରଖିବ ତୁମକୁ ସବୁ ଅଛି, କେବଳ ଅସାବଧାନତାରେ କଣ ହେଇଯିବ, ସେ ହାତ ଯଦି ତମେ ଇଏ ନ କରିବ, ଭଲ ଭାବରେ ୱାଶ ନ କରିବ, କଣ ସେ ଖାଇଦେବ ତମେ। ତା ଗୋଟେ ଏଡ୍ସ ପାଇଁ ରୋଗୀ ପାଇଁ ଗୋଟେ ସ୍ୱତନ୍ତ୍ର ହସ୍ପିଟାଲ ଅଛି, ସେଇ ହସ୍ପିଟାଲରେ ରହିବାକୁ ହସ୍ପିଟାଲ ରହିଲା। କିନ୍ତୁ ସେ କହିଲେ ମୁଁ ପ୍ରସାଦ ଛଡା କିଛି ଖାଇବିନି, ଆଉ ହରିନାମ ଛଡା କିଛି ନାହିଁ। ପୁଣି ତାର ପରିବର୍ତ୍ତନ ଆସିଲା ଅନୁତାପ, ତାପରେ ସିଏ ନାମ ସବୁବେଳେ ନଉଥାଏ, ତା ମା ଶୁଣିଲା, ମାନେ ତା ଶାରୀରିକ ବଡ ଦୁଃଖ ପ୍ରକାଶ କଲା। ତା ମା ବି ଟଙ୍କା ପଇସା ଦେଲା ତାର ଟ୍ରିଟମେଣ୍ଟ ପାଇଁ, ଖାଏ। ଦିନେ ହଠାତ୍ ମଙ୍ଗଳ ଆରତୀ ପୂର୍ବରୁ, ଗୁରୁବାଷ୍ଟକମ ପୂର୍ବରୁ ଆଶ୍ରମର ଫୋନଟା ବାଜିଲା, କିରିଂ କିରିଂ, ଯେମିତି ଫୋନ ବାଜିଲା ଜଣେ ଭକ୍ତ ଫୋନ ଧରିଲେ। ସେ କହିଲେ ଆପଣଙ୍କର ସେ ଭକ୍ତ ଯିଏ ସେ ଚାଲିଗଲେ। ଇଏ ସବୁଠୁ ଅଲା ପଟା ହେଇ ସବୁ ଆସିଲେ। ସେଠି ଗୋଟେ ଟେପ୍ ରେକର୍ଡରଟେ ଥୁଆ ହେଇଥାଏ, ତାର ଇଏ ପାଇଁ ଗୋଟେ ରେକର୍ଡ ଥୁଆ ହେଇଥାଏ ପ୍ରଭୁପାଦଙ୍କର ହରିକୃଷ୍ଣ ମହାମନ୍ତ୍ର, ଆଉ ଗୋଟେ ଥୁଆ ଯାଏ ମୃତ୍ୟୁକାଳୀନ କଥା କଣ କହିବ, ତାର ଇଚ୍ଛା କଣ ଅଛି, ସେଟା ସବୁ ଅନେକ ଥାଏ। ସେଠି ବେଳେ ଏମାନେ ଯାଇ ପହଞ୍ଚନ୍ତି, ତା ମା କାର୍ ଡ୍ରାଇଭ୍ କରିଥାଏ, ସମସ୍ତେ କାର୍ ଚଲାନ୍ତି, ମାନେ ସେଠି ଆମ ସାଇକେଲ କରି ସମସ୍ତେ କାର୍ ଚଲାନ୍ତି, ତା ମା କାର୍ ଧରି ଆସି ପହଞ୍ଚନ୍ତି।
ଯେମିତି ପହଞ୍ଚିଲା ରେକର୍ଡ ଅନକର୍ଡ ରେକର୍ଡଟା ସେଥିରେ ଏଇ ପିଲା କହୁଛି ହେ ପ୍ରଭୁପାତ ଆପଣ ଏଡେ କୃପାମୟ, ମୁଁ କେଡେ କୁଚିତ କଦର୍ଯ୍ୟ ଅନାଚାର ଦୁରାଚାର ଘୁଷୁରୀ ବିସ୍ତାର କୀଟଠୁ ହୀନ କାର୍ଯ୍ୟ କରିଛି, କିନ୍ତୁ ତାଇପରେ ରାଧାକୃଷ୍ଣ ମନ୍ଦିର କରି ଆପଣ ଉଦ୍ଧାର କରିଲେ କଥା ଦେଇଥିଲେ ବୋଲି ମତେ ଏଭଳି ଅବସର ଆସୁଛନ୍ତି ଉଦ୍ଧାର କରି ଚିନ୍ମୟ ଭଗବତ ଧାମ ନେବା ପାଇଁ। ଆପଣ କରୁଣାର ପଟାନ୍ତର ନାହିଁ। ସେଇଟା ରେକର୍ଡ ହେଇଯାଇଛି, ସେ ଗଲାଣି କିନ୍ତୁ ରେକର୍ଡ ହେଇଯାଇଛି। ଏଟା ରିପିଟେଡଲି ଏଟା ତାପରେ ତା ମା ଆସି କହିଲେ ଭଗବାନ ଗୋଟେ ବିରାଟ ବଡ ଫଟୋ ଲାଗିଛି ସେଠି ପଟେ। ଆରେ ଇଏ ବର୍ତ୍ତମାନ ଜଷ୍ଟ ମୋ ପାଖକୁ ତୁମେ ଫୋନ କରିବା ପୂର୍ବରୁ ସ୍ୱପ୍ନରେ ମତେ ଦେଖା ଦେଇ କହିଲେ ଆରେ ସିନା ତାର ଶାରୀରିକ ମା ତାର ସେମିତି ବୁଢ ଶାରୀରିକ ବାପା ମା ଅଛନ୍ତି ଅନନ୍ତ କୋଟି ଜନ୍ମ ହେଲା କିଛି ଠିକଣା ନାହିଁ କର୍ମଯୋଗ ଅନୁସାରେ। ମୁଁ ସିଏ ମୋର ପୁତ୍ର ଆଧ୍ୟାତ୍ମିକ ପୁତ୍ର ନିତ୍ୟ ପୁତ୍ର, ମୁଁ ତାକୁ କଥା ଦେଇଥିଲି ନେବି ବୋଲି, ସେଥିପାଇଁ ମୁଁ ତାକୁ ଯାଉଛି ଭଗବତ ଧାମକୁ ନେଇଯାଉଛି। ୟାକୁ କୁହାଯାଏ କୃପା। ପ୍ରଭୁପାଦ ଯୋଉଟା ଲେଖିଛନ୍ତି କୃପା। ଗୌର ହରି ବୋଲ ହରି ବୋଲ ହରି ବୋଲ ନିତାଇ ଗୌର ହରି ବୋଲ ନିତାଇ ଗୌର ହରି ବୋଲ ହରି ବୋଲ ହରି ବୋଲ ଜୟ 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 ପ୍ରଭୁପାଦ 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 ଜୟ ଜୟ ପ୍ରଭୁପାଦ ଜୟ ଜୟ गुरुदेव जय जय गुरुदेव जय जय गुरुदेव गुरुदेव गुरुदेव। हरे कृष्णा।